ଏକାଦଶ ସ୍କନ୍ଧ ବିଂଶ ଅଧ୍ୟାୟ ଶ୍ରୀ ଭଗବାନ ଉବାଚ କହନ୍ତି ପ୍ରଭୁ ଭଗବାନ ଶୁଣ ଏ ଭକତ ପ୍ରଧାନ ପ୍ରତିଷ୍ଠତ ଜ୍ଞାନ ଯେ ଅନୁମାନ ବିଚକ୍ଷଣ ଏ ବିମଳ ମତି ସ୍ଥିର ବାଣୀ ଜଗତ ମାୟା ମାତ୍ର ଜାଣି ସେ ଜ୍ଞାନ ଦେଇ ମୋ ଚରଣେ ଭାବେ କଟିବେ ବୃତ୍ୟପଣେ ମତେ ଭଜନ୍ତି ଜ୍ଞାନୀ ଜନ ମୁଁ ତାଙ୍କ ଇଷ୍ଟ ପ୍ରିୟ ଧନ ଯେ ମତେ ଜ୍ଞାନ ବୋଧେ ଧରେ ସେ ସର୍ବ କାମ ପରିହରେ ଥଗମନ ତପଦାନ ଯଜ୍ଞ ଦେବତା ଆରାଧନ କୋଟି କୋଟି ବ୍ରତ ଧର୍ମ ଏ ଆଦି ଯେତେ ପୁଣ୍ୟ କର୍ମ ନାନା ପ୍ରକାରେ ତପ କରି ଜ୍ଞାନ କଳାକୁ ନୁହେଁ ସରି ଉଦ୍ଧବ ବୁଝି ଏହା ମନେ ମତେ ଭଜ ତତ୍ତ୍ୱ ଜ୍ଞାନେ ମତେ ଭଜିଣ ଖଣ୍ଡ ଭ୍ରମ ଏବେ ତୁ ଛାଡ଼ ସର୍ବଧର୍ମ ପୂର୍ବେ ଅଶେଷ ମୁନି ଗଣେ ଜ୍ଞାନେ ସେବିଲେ ମୋ ଚରଣେ ସଂଶୟ ଛାଡ଼ି ଶୁଦ୍ଧ ମନେ ଗମିଲେ ବୈକୁଣ୍ଠ ଭୁବନେ ଉଦ୍ଧବ ଦେଖ ଏ ସଂସାର ସ୍ୱଭାବେ ତ୍ରିବିଧ ପ୍ରକାର ଏ ସର୍ବ ମାୟା ନାନା ମତେ ଆଶ୍ରେକେ କରେ ତ ସଚିତେ ମାୟା ପ୍ରଳୟ ନଥାଇ ପୂର୍ବେ ତା କେହି ନ ଜାଣଇ ମଧ୍ୟ ବିଳସେ ନାନା ରୂପେ ଯୋଗେ ମୋହିନୀ ମାୟା କଳ୍ପେ ଏଣୁ ଏ ଆଦି ମଧ୍ୟ ଅନ୍ତ କେବଳ ମାୟା ମାତ୍ର ସତ୍ୟ ଉଦ୍ଧବ କୃଷ୍ଣ ମୁକୁ ଶୁଣି ଜ୍ଞାନ ମହିମା ପରିମାଣି ଜ୍ଞାନ ବୈରାଗ୍ୟ କର୍ମ ଯେତେ ପୁଛିଲା କୃଷ୍ଣ ପାଦ ଗତେ ଉଦ୍ଧବ ବଚନ ହେ ବିଶ୍ୱେଶ୍ୱର ନାରାୟଣ ଅନାଦି ପୁରୁଷ ପୁରାଣ ତୁ ବିଶ୍ୱରୂପୀ ବିଶ୍ୱଦେହ ଭକ୍ତ ଲକ୍ଷଣ ମତେ କହ ଶୁଦ୍ଧ ବିଜ୍ଞାନ କାରଣ ଯାହା ବାଞ୍ଛନ୍ତି ମୁନିଗଣ ଘୋର ସଂସାର ମାୟା ଭ୍ରମେ ମୁଁ ଯେ ତୃଷିତ ପଥ ଶ୍ରମେ ତୋହର କଥା ମୃତ ମତେ ପାନ କରାଅ ଶ୍ରୁତି ପତେ ତୋ ପାଦ ପଦ୍ମ ଛତ୍ର ପ୍ରାୟ ଶୀତଳ ମଧୁଧାର ବୟେ ଏ ପାଦ ପଦ୍ମେ ମୋର ଆଶା ଭବାଧି ଚରଣେ ଭରସା ଏ କାଳ ସର୍ପ ମୋ ଶରୀରେ କୋପେ ଦଂଶଇ ନିରନ୍ତରେ ମୁଁ ଉଡ଼ ନିଜ ପଥ ଉଡ଼ି ଭ୍ରମ ଇ ଅନ୍ଧକୂପେ ପଡ଼ି ନାଥ ଶରଣ ସୋଦର ଏ କୂପ କୃପାରେ ଉଧର ତୋର ବଚନ ସୁଧାଧାରେ ଭରସା କର ମୋ ଶରୀରେ ହେମନ୍ତ ଭକ୍ତ ବାକ୍ୟ ଶୁଣି ହସି କହନ୍ତି ଚକ୍ରପାଣି ଭଗବାନ ବାଚମ ଏ ଶୁଣ ଭକତ ସାମରଥା ଯେ ପୂର୍ବେ ଇତିହାସ କଥା କୁରୁ ପାଣ୍ଡବ ଯୁଦ୍ଧ ଅନ୍ତେ କଥା ଭୀଷ୍ମଙ୍କ ଅଗ୍ରତେ ପାଣ୍ଡୁ କୁମର ଯୁଧିଷ୍ଠିର ଧର୍ମେ ସେ ଜିଣିଲା ସମର ଜ୍ଞାତି ବାନ୍ଧବ କୂଳ କ୍ଷୟ ବ୍ୟାକୁଳ ସଂଶୟ ହୃଦୟ ପୁଛିଲେ ମୋର ବିଦ୍ୟମାନେ ଯେ ପ୍ରଶ୍ନ ଭୀଷ୍ମ ସନ୍ନିଧାନେ ସେ ମୁଖ୍ୟ ଧର୍ମେ ଯାହା କହି ଶ୍ରବଣେ ଶୁଣିଅଛି ମୁଇଁ ଏବେ ତୁ ସାବଧାନେ ଶୁଣ ବୈରାଗ୍ୟ ମୁକତି ଲକ୍ଷଣ ନବୋଧନୁ ଅଛି ଶୁଣି ଶୁଣ କହିବା ପରିମାଣି ଜଗତ କାରଣ ପ୍ରଶସ୍ତେ ଶାସ୍ତ୍ର କହନ୍ତି ନାନା ମତେ ଯେ ତୋ ସର୍ବ ଏକ ମତେ ବିଚାରି ଜାଣିବା ସାକ୍ଷାତେ ତୋ ଜ୍ଞାନ ମୋର ମତ ତୋହିନୁ କିଛି ନୁହେଁ ସତ ଯେ ତୋ ଜ୍ଞାନ ପୁରାତନ ଜଗତ ଉତ୍ପତ୍ତି କାରଣ ଜନ୍ମ ମରଣ ଏ ଜଗତେ ଦୁଃଖ ସନ୍ତାପ ଆଦି ଯେତେ ଆଦ୍ୟନ୍ତ ମଧ୍ୟ ପରିମାଣ ଏ ସର୍ବ ମିଥ୍ୟା ବୋଲି ଜାଣ ଯାହାକୁ ଆଦି ଅନ୍ତ ମଧ୍ୟ ବିନାଶ ନ ଦେଖି ପ୍ରମାଦେ ସତ୍ୟ ଜ୍ଞାନ ତୋ ଜାଣି ଅଧିକ ମିଥ୍ୟା ପରିମାଣୀ ନୟନେ ଦେଖି ଶୁଣି କର୍ଣ୍ଣେ ଯେ ଅବା କରି ଅନୁମାନେ ବିକଳ୍ପ ସଂକଳ୍ପ କାରଣ ବିଚାରେ ନୁହେଁ ପ୍ରମାଣ କର୍ମର ଫଳ ଏ ଜଗତ କର୍ମ ସରିଲେ ହୁଏ ଅତ ଭାବର ବ୍ରହ୍ମ ଲୋକ ଯାଏ କର୍ମ ସରିଲେ ଅନ୍ତି କ୍ଷୟ ପ୍ରଥମେ କହିଲି ମୁଁ ତୋତେ ଭକ୍ତି ଯୋଗ ମହିମା ଯେତେ ଏ ଭକ୍ତି ମୁକ୍ତିର କାରଣ ଏବେ କହିବା ବୀର ଶୁଣ ମୋହର କଥା ମୃତବାଣୀ ଯେ ଶ୍ରଦ୍ଧା ଚିତ୍ତେ ନିତ୍ୟ ଶୁଣି ବଦନେ କରଇ କୀର୍ତ୍ତନ ସୁସ୍ୱରେ ଗାଏ ଅନୁକ୍ଷଣ ମୋର ପୂଜାରେ ଏକମତି ଆଦରେ କରେ ନାନା ସ୍ତୁତି ମୋର ବ୍ୟାପାରେ ତତ୍ପର ସାଷ୍ଟାଙ୍ଗେ କରେ ନମସ୍କାର ଉଦ୍ଧବ ଯେ ମୋର ଭକତ ଅଧିକେ ପୂଜା କର୍ମେ ରତ ମତେ ଦେଖିବ ସର୍ବଭୂତେ ନିରତେ ଥିବ ପ୍ରାଣୀ ହିତେ ମୋର କାରଣେ କର୍ମ ଯେତେ ଆଦରେ କରୁଥିବ ନିତ୍ୟ ମୋର ମହିମା ଯେତେ ଗୁଣ କୀର୍ତ୍ତନ କରୁଥିବ ପୁଣ ଅଧିକ କର୍ମ କରେ ଯେତେ ଅନ୍ତରେ ସମର୍ପିବ ମତେ ଆଶା ନ କରି କର୍ମ ଫଳ ଶରଣ ମୋ ପାଦ କମଳ କର୍ମେ ମିଳିବ ଯେତେ ଭୋଗ ମୋ ପ୍ରୀତି ଅର୍ଥେ ପରିତ୍ୟାଗ କାର୍ଯ୍ୟ ଅର୍ଥେ କରି ପୁଣ ଯେ ଅବା ଯଜ୍ଞ ତପଦାନ ଅର୍ପଣ କରି ସର୍ବ ମତେ ବ୍ରହ୍ମ ଆନନ୍ଦମୟ ଚିତ୍ତେ ଦେହ ଜୀବନ ଦେଇ ମତେ ବନ୍ଦିବ ମୋର ପାଦ ଗତେ ଏ ସର୍ବ ଭକତି ଉପାଏ ଯେ ଅବା ସାଧେ ନିଜ ଦେ ତାର ଭକତି ମୋର ପାଦେ ନିଶ୍ଚୟ ହୁଏ ଅପ୍ରମାଦେ ତାର ସାଧନ ସିଦ୍ଧି ଯେତେ ମୋତ ହିଁ ଅଛି ଧ୍ୟାନ କେତେ ସେ ପ୍ରାଣୀ ମୋହର ଚରଣେ ଦଣ୍ଡେ ନିମିଷେ ଅବାକ୍ଷଣେ ମନ ନିଶ୍ଚଳ କରି ଯେବେ ଜ୍ଞାନ ବୈରାଗ୍ୟ ଲଭେ ତେବେ ମୋ ପାଦ ଭକ୍ତି ଉପାଦାନେ ଦେଖଇ ଆତ୍ମା ତତ୍ତ୍ୱ ଜ୍ଞାନେ ହୃଦୟରେ ଭକତି ଉଦୟେ ବୈରାଗ୍ୟ ଦେଖଇ ବିଷୟେ ଅଣିମା ଆଦି ଅଷ୍ଟନିଧି ନିକଟେ ଥାନ୍ତି ନିରବଧି ମତେ କୃଷ୍ଣ ବାକ୍ୟ ଶୁଣି ଉଦ୍ଧବ ଯୋଡ଼େବେ ନିପାଣି ବୋଲଇ କୃଷ୍ଣ ମୁଖ ଚାହିଁ ଭୋନାଥ ଶୁଣ ଭାବ ଗ୍ରାହୀ ତୋହର ଭୟ ଚରଣେ ମୁହିଁ ପୁଛଇ ଦାସ ପଣେ ଯମ ନିୟମ ସମଦମ ଯେତେ
ପ୍ରକାରେ ଯଥାକ୍ରମମ୍ ଶିକ୍ଷା ଧୃତି ତପୋଦାନ କହେ ପ୍ରଭୁ ଭଗବାନ ଶୌଚେ ରତ ସତ୍ୟ ତ୍ୟାଗ ଧନ ଦକ୍ଷିଣା ଯଜ୍ଞ ଭାଗମ୍ ରୂପେ ବିଦ୍ୟା ଲଜ୍ଜା ସିରି କିସ ଦୁଃଖ ଲାଭ କରି କେ ସାଧୁ ମାର୍ଗ କେ କୁପଥ କେ ମୂର୍ଖ କେ ଅବା ପଣ୍ଡିତମ୍ କାହାକୁ ବୋଲି ସ୍ୱର୍ଗ ଲୋକ କିଏ ବା ଅଟଇ ନରକମ୍ ଧନାଢ୍ୟ ଜାଣିବା କେମନ୍ତେ ଦୁଃଖୀ ଦରିଦ୍ର ବା କେତେ କାହାକୁ ବୋଲି ବନ୍ଧୁ ଘର କେ ବା କୃପଣ ଈଶ୍ୱରମ୍ ଏ ଆଦି ପଚାରଇ ତତେ ଭନାଥ କହ ଦୟା ଚିତେ ଉଚିତ ସଂଶୟ ପ୍ରମାଣୁ ଏ ପ୍ରଶ୍ନ ପଚାରିଲି ତେଣୁ ଯେ ଅବା ଘଟେ ଯେଉଁ ମତେ ଭନାଥ କହ ଯଥୋଚିତେ ପୁରୁଷ ସିଂହ ଚକ୍ରପାଣି ଏମତେ ଭୃତ୍ୟ ମୁଖୁ ଶୁଣି તે ସକଳ ଅବଧାରୀ କହନ୍ତି ପ୍ରଭୁ ଦଇତାରି ଭଗବାନ ବାଚ ଏ ଶୁଣ ଉଦ୍ଧବ ଏକ ଚିତ୍ତେ ଯେ ପ୍ରଶ୍ନ ପଚାରିଲୁ ମତେ ବଚନ ମଧ୍ୟ ସତ୍ୟବାଣୀ ନିର୍ଲୋଭ ପର ଧନ ଜାଣି ଲଜ୍ଜା ସକଳ ସଙ୍ଗ ତ୍ୟାଗ ଧନ ସଞ୍ଚୟ ନେ ବୈରାଗ୍ୟ ମୌନ ବ୍ରହ୍ମଚର୍ଯ୍ୟ ଗୁଣ ଧୈର୍ଯ୍ୟ ଆସ୍ତିକ କାରଣ ଶିବ ଅହିଂସା ଭୟ କ୍ଷମା ଯମ ଦ୍ୱାଦଶ ଏ ମହିମା ଶୌଚ ଜପ ତପଦାନ ଆନନ୍ଦେ ମୋହର ଅର୍ଚ୍ଚନ ଆଚାର୍ଯ୍ୟ ସେବା ତୀର୍ଥ ଗତି ଶ୍ରଦ୍ଧାରେ ପୂଜିବ ଅତିଥି ସକଳ ଚେଷ୍ଟା ପରହିତେ ସୃଷ୍ଟି ଅବଲମ୍ବନ ଚିତେ ନିୟମ ଦ୍ୱାଦଶ ଏ ଜାଣ ଏଣେ ଜୀବର ପରିତ୍ରାଣ ମୋ ଦେହେ ଥିବ ବୁଦ୍ଧି ମନ ଇନ୍ଦ୍ରିୟ ସଂଯମଟି ଦମ ଜିହ୍ବା ଉପସ୍ଥ ବଧ ଧୃତି ତିତିକ୍ଷା ସର୍ବ ଦୁଃଖ ଶାନ୍ତି ଏ ପରକୁ ଦଣ୍ଡ ତ୍ୟାଗ ଦାନ ଏ ତପୋବର୍ଜନ ସଙ୍ଗ କାମ ନିଚ ସ୍ୱଭାବେ ଯେବେ ଜିଣି ଶୌର୍ଯ୍ୟ ବୋଲି ତାକୁ ଭଣି ସମାନ ଦୃଷ୍ଟି ସର୍ବଭୂତେ ଯେ ସତ୍ୟ ପଥ ମୋର ମତେ ସକଳ କର୍ମ ଫଳ ତ୍ୟାଗ ଶୌଚ ଲକ୍ଷଣ ସ୍ୱଭାବ ସଂସାର ସନ୍ନ୍ୟାସ ଲକ୍ଷଣ ଉତ୍ତମ ତ୍ୟାଗ ଏହା ଜାଣ ଧନାଢ୍ୟ ବୋଲି ଏ ଶୟଳେ ଯେ ନିତ୍ୟ ଇଷ୍ଟ ଧର୍ମ ପାଳେ ଦକ୍ଷିଣା ଜ୍ଞାନ ଉପଦେଶ ମୁଯଜ୍ଞ ରୂପେ ଋଷିକେଶ ସୁଦୃଢେ ପରମ ଧାରଣ ପରମାତ୍ମା ଯୋଗେ ଲକ୍ଷଣ ଭାଗ୍ୟ ଯେ ଈଶ୍ୱର ତା ଭାଗେ ମୋର ଭକତି ବଡ଼ ଲାଭେ ଏ ପ୍ରାଣୀ ବିଷୟ ଭେଦ ବୁଦ୍ଧି ନ କରେ ସେ ବିଦ୍ୟା ପ୍ରସିଦ୍ଧି ନିନ୍ଦିତ କର୍ମେ ଯେ ଡରଇ ଉଦ୍ଧବ ଜାଣ ଲଜ୍ଜା ସେଇ ସକଳ ଭାବେ ଅନପେକ୍ଷ ଈଶ୍ୱର ଭାବଟି ପ୍ରତ୍ୟକ୍ଷ ତମେ ଯେ ଦୁଃଖ ସୁଖ ମଣି ସେ ମହା ସୁଖୀ ନିତ୍ୟ ବଣି ନିରତେ କାମ ଭୋଗ ସୁଖ ତାହାକୁ ବୋଲି ମହା ଦୁଃଖ ଯେ ଆତ୍ମାବୋଧ ମୁଖ୍ୟ ଜାଣେ ସେ ପ୍ରାଣୀ ପଣ୍ଡିତ ବଖାଣେ ଦେହକୁ ବୋଲି ବନ୍ଧୁ ଘର ଏଣେ ଯେ କରେ ଅହଙ୍କାର ତାହାକୁ ମୂର୍ଖ ବୋଲି ଜାଣି ହସି କହନ୍ତି ଚକ୍ରପାଣି ମତେ ଭଜଇ ଯେ ମତେ ଉତ୍ତମ ପଥ ଏ ଜଗତେ ତେଣେ ଚଞ୍ଚଳ ଯାର ଚିତ୍ତ ଉଦ୍ଧବ ସେହି ସେ କୁପଥ ଯାର ହୃଦୟରେ ତମ ଗୁଣ ସେ ପ୍ରାଣୀ ନରକ ଲକ୍ଷଣ ଏ ପ୍ରାଣୀ ପରମ ବୁଦ୍ଧି ମୁହିଁ ଗୁରୁଙ୍କ ପ୍ରାୟ ହିତ କହି ଉଦ୍ଧବ ଉତ୍ତମ ଏ ଘର ଅଟେ ମନୁଷ୍ୟ କଳେବର ମୋ ସର୍ବଗୁଣେ ଯାର ମନ ତାର ସମୀପେ ସର୍ବଧର୍ମ ମୋ ଭାବେ ଚିତ୍ତ ଯାର ନାହିଁ ସଂସାରେ ଦରିଦ୍ରଟି ସେଇ ଅଜିତ ଇନ୍ଦ୍ରିୟ ଯାହାର ସଂସାରେ କୃପଣ ଯେ ନର ତ୍ରିଗୁଣ ସଙ୍ଗ ଯାର ନାହିଁ ଉଦ୍ଧବ ଈଶ୍ୱରଟି ସେଇ ଯେ ପ୍ରଶ୍ନ କଲୁ ବୀର ତୁଇ କହିଲି ଶୁଣ ମନ ଦେଇ ଅଧିକ ବିଶେଷ ବର୍ଣ୍ଣନ ପ୍ରସ୍ତାବେ ନାହିଁ ପ୍ରୟୋଜନ ସକଳ ଭାବେ ଗୁଣ ଦୋଷ ଏଣୁ ଏ ଜଗତ ଶେଷ ବୋଲଇ ବିପ୍ର ଜଗନ୍ନାଥ ଶ୍ରୀ ଏକାଦଶ ଭାଗବତ ଉଦ୍ଧବ ପୁଛିଲେ ଯେମନ୍ତ ଅଚ୍ୟୁତ କହିଲେ ତେମନ୍ତ ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସଂ ସହିତଂ ବୈୟାସିକ୍ୟାମ୍ ଏକାଦଶ ସ୍କନ୍ଧେ ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦେ ଜ୍ଞାନ ଭକ୍ତି ଯୋଗ କଥନମ୍ ନାମ ବିଂଶୋऽଧ୍ୟାୟः। ବୋଲ ଆନନ୍ଦେ କବାର ହରି ହରି ବୋଲ।